ପିଲାମାନେ ଆଜି ଆମେ ବିସ୍ଫୋରଣ କରିବା ହେଲା ମଜା ଆସିବ ଆଉ ଠିକ ଅଛି। अच्छा हमको सिखा रिया है। এইটা হচ্ছে কোন সোডিয়াম হাইড্রোক্সাইড জলীয় দ্রবণ হইগলা ঠিক আছে। ଏହା ଏକ ତାପ ଉତ୍ପାଦୀ ପ୍ରତିକ୍ରିୟା ମଧ୍ୟ କି ଉତ୍ପାଦୀ ତାପ ଉତ୍ପାଦୀ। ଏଥିରେ ଦେଖ ଧୀରେ ଧୀରେ କଣ ହେଲାଣି ତ ଆମର ବିକରଟି ତାପ ଉତ୍ପନ୍ନ ହେଲାଣି ଠିକ ଅଛି। ତ ଏଥିରେ ଆମେ ଯଦି ଆଲୁମିନିୟମ କୁ ପ୍ରୟୋଗ ମିଶାଉଛନ୍ତି ତ ଏଥିରେ ଗୋଟେ ରାସାୟନିକ ପ୍ରତିକ୍ରିୟା ହେବ। ଦେଖ ଏଇଟା ଦେଖୁଛ ନା ଏଇଟା କଣ ଆଲୁମିନିୟମ କୁ ଆମେ সোডিয়াম ହାଇଡ୍ରୋକ୍ସାଇଡ ଜଳୀୟ ଦ୍ରବଣରେ ଯଦି ମିଶାଉଛନ୍ତି ତ ବର୍ତ୍ତମାନ ଏଥିରେ ଗୋଟେ ତାପ এইটা ଗୋଟେ ତାପ ଉତ୍ପାଦୀ ପ୍ରତିକ୍ରିୟା। ତାପରେ ବି ମୁଁ ଏଥିରେ ଆଲୁମିନିୟମ ମିଶାଉଛି। ଆଲୁମିନିୟମ ମିଶାଇବା ଦ୍ୱାରା ଏଥିରେ କ'ଣ ହେବ ଗୋଟେ ରାସାୟନିକ ପ୍ରତିକ୍ରିୟା ହେବ। ରାସାୟନିକ ପ୍ରତିକ୍ରିୟା ହେବା ଦ୍ୱାରା କ'ଣ ହେବ ନା ଏଥିରେ କ'ଣ ହେବ ରେ ଏଥିରେ ହାଇଡ୍ରୋଜେନ ଗ୍ୟାସ୍ ଉତ୍ପନ୍ନ ହେବ। କ'ଣ ହେବ ହାଇଡ୍ରୋଜେନ ଗ୍ୟାସ୍ ଉତ୍ପନ୍ନ ହେବ। ହାଇଡ୍ରୋଜେନ ଗ୍ୟାସ୍ ଉତ୍ପନ୍ନ ହେବା ସଙ୍ଗେ ସଙ୍ଗେ କ'ଣ ହେବ ଏଥିରେ କି କ'ଣ ସୋଡିୟମ ଆଲୁମିନେଟ ନାମକ ଏକ ଲବଣ ଉତ୍ପନ୍ନ ମଧ୍ୟ ହେବ। କ'ଣ ହେବ ଦେଖୁଛ ତ ଭଳିଆ କେତେ ଜୋରସେ ଦେଖ ରାସାୟନିକ ପ୍ରତିକ୍ରିୟା ହଉଛି ଦେଖିପାରୁଛ ତ ଦେଖୁଛ ନା ଦେଖୁଛ ତ ଏଥିରେ କି ଗ୍ୟାସ୍ ବାହାରୁଛି ରେ ଏଥିରେ ହାଇଡ୍ରୋଜେନ ଗ୍ୟାସ୍ ବାହାରୁଛି ଦେଖୁଛ ତ ଦେଖ ହାଇଡ୍ରୋଜେନ ଗ୍ୟାସ୍ ବାହାରୁଛି ନା ଦେଖୁଛ ତ ମଜା ଆସିଗଲା ନୁହେଁ କି। ଏଥିରେ ଗୋଟେ ସୃଷ୍ଟି ହେଇଛି କଳା କଲର ର ଏଟାକୁ କଣ କୁହାଯାଏ ରେ ସୋଡିୟମ ଆଲୁମିନେଟ ଏକ ଲବଣ। ସୋଡିୟମ ଆଲୁମିନେଟ ଏକ A few moments later. ଦେଖୁଛ କ୍ଷାର ଠିକ ଅଛି। ଏହା ଆଲୁମିନିୟମ ଧାତୁ ସହ ରାସାୟନିକ ପ୍ରତିକ୍ରିୟା କରିବା ଦ୍ୱାରା ସୋଡିୟମ ଆଲୁମିନେଟ ଏକ ଲବଣ ଏବଂ ହାଇଡ୍ରୋଜେନ ଗ୍ୟାସ୍ ଉତ୍ପନ୍ନ ହୋଇଛି। ଦେଖ ଯାହାକୁ ଆମେ ବେଲୁନରେ ଧରି ରଖିଥିଲେ ଠିକ ଅଛି। ତ ତାହାକୁ ଆମେ ଯଦି ବିସ୍ଫୋରଣ କରାନ୍ତି ତାହା ପପ୍ ସାଉଣ୍ଡ କରି ବିସ୍ଫୋରଣ ହେବ କାରଣ ହାଇଡ୍ରୋଜେନ ଗ୍ୟାସ୍ କୌଣସି ନିଆଁ ସଂସ୍ପର୍ଶରେ ଆସିଲେ ତାହା ପପ୍ ସାଉଣ୍ଡ କରିଥାଏ। ତ ପରୀକ୍ଷାଟି ହଉ।